ମୁଁ ଭାବୁଛି ଢେଙ୍କାନାଳ ଜିଲ୍ଲାପାଳ ତ ଜଣେ ଅନଭିଜ୍ଞ ଜିଲ୍ଲାପାଳଙ୍କ ଭଳିଆ କାର୍ଯ୍ୟ କରୁଛନ୍ତି। ସେ ଜିଲ୍ଲାପାଳଙ୍କର ଉତ୍ତରଦାୟିତ୍ୱ ସଠିକ୍ ଢଙ୍ଗରେ ଲିଭଉନାହାନ୍ତି। ତା କାରଣ ହେଉଛି ଏ ଦୃଷ୍ଟିହୀନ ପରିବାର ଯେଉଁ ଭାଇମାନେ ଅଛନ୍ତି ସେମାନେ ଅଭିଯୋଗ କରିଛନ୍ତି ବିଗତ ଦିନରେ, ଆଜି ମଧ୍ୟ କଲେ, ଆମେ ମଧ୍ୟ ଦେଲୁ। କଥା ହେଉଛି ତତ୍କ୍ଷଣାତ୍ ଆଜ୍ଞା ଯେଉଁ ବ୍ୟବସ୍ଥା ଅଛି, ଗାଇଡଲାଇନ୍ ରହିଛି ମଧ୍ୟ ଯେ ତତ୍କ୍ଷଣାତ୍ ଖାଦ୍ୟ ବସ୍ତ୍ର ଯୋଗାଇବାର ବ୍ୟବସ୍ଥା ରହିଛି, ତା ସହିତ ଆପଣଙ୍କର ମିନିମମ୍ ରେଡ୍ କ୍ରସ୍ ପାଣ୍ଠିରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା କଥା। ଏ କଥା ତହସିଲଦାରଙ୍କୁ ସେ କେବଳ ରିପୋର୍ଟ ତଲବ କରିକି ବିଗତ ଦିନରେ ଯେଉଁଟା ହେଇଛି ଆଜି ମଧ୍ୟ ଜିଲ୍ଲାପାଳ ସେଇଟା କଲେ। ତେଣୁ ଲୋକ ନ୍ୟାୟ ପାଇପାରୁନାହାନ୍ତି। କିଭଳି ଭାବରେ ତାହେଲେ ଜିଲ୍ଲା ପ୍ରଶାସନ କାମ କ'ଣ କରୁଛି? ମୁଁ ବିଶ୍ୱନାଥ ପାତ୍ର, ଜଣେ ହ୍ୟୁମାନ୍ ରାଇଟ୍ସ ଆକ୍ଟିଭିଷ୍ଟ। ଦେଖନ୍ତୁ, ଏ ନିକଟରେ ଭୁବନ ବ୍ଲକର ଯେଉଁ ମହୁଲପାଳ ଗାଁରେ ଯେଉଁ ଭିନ୍ନକ୍ଷମ ବ୍ୟକ୍ତି, ଯେଉଁ ଦୃଷ୍ଟିହୀନ ଭାଇମାନେ ଅଛନ୍ତି, ଭଉଣୀମାନେ ଅଛନ୍ତି, ତାଙ୍କର ଅଚାନକ ଘର ପୋଡ଼ି ହେଇଗଲା। ଘର ପୋଡ଼ି ହେବା ପରେ ସେମାନେ ତହସିଲଦାରଙ୍କ ଠାରୁ ଜିଲ୍ଲା ପ୍ରଶାସନ ଆପଣଙ୍କର ସ୍ଥାନୀୟ ଆର୍ଆଇଙ୍କୁ ମଧ୍ୟ କୁହାଯାଇଛି, ରିପୋର୍ଟ ମଧ୍ୟ ଆର୍ଆଇ ପ୍ରସ୍ତୁତ କରିଛନ୍ତି ବୋଲି ଶୁଣା ହେଲା। କିନ୍ତୁ ଦୁଃଖର ବିଷୟ, ସରକାରଙ୍କର ଯେଉଁ ଗାଇଡଲାଇନ୍ ରହିଛି, ଗୋଟେ ଘର ପୋଡ଼ିଗଲା ପରେ ତତ୍କ୍ଷଣାତ୍ ଗୋଟେ ଖାଦ୍ୟ ବସ୍ତ୍ର ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବେ ଏବଂ ପରେ କମ୍ପାନସେସନ୍ କଥାକୁ ତଦନ୍ତ କରିକି ସେମାନେ କାର୍ଯ୍ୟାନୁଷ୍ଠାନ ନେବେ। ଏବଂ ଯେହେତୁ ସେମାନେ ଗୋଟେ ଲାଇଭଲିହୁଡ୍ ଡିପେଣ୍ଡ କରୁଥିଲେ, ଗୋଟେ ଜୀବିକା ନିର୍ବାହ କରୁଥିଲେ ତାଙ୍କର ସେ ଇନଷ୍ଟ୍ରୁମେଣ୍ଟରୁ, ତେଣୁ ଜିଲ୍ଲା ପ୍ରଶାସନର ଦାୟିତ୍ୱ ମଧ୍ୟ ରହିଛି ଯେ ତତ୍କ୍ଷଣାତ୍ ରେଡ୍କ୍ରସ୍ ପାଣ୍ଠିରୁ ଅନ୍ତତଃ ପକ୍ଷେ କିଛି ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। କିନ୍ତୁ ସେ ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 15ରୁ ଉର୍ଦ୍ଧ୍ୱ ଦିନ ଧରିକି ଦୌଡ଼ିଛନ୍ତି ଜିଲ୍ଲା ପ୍ରଶାସନ ପାଖରେ, କେହି ଶୁଣି ନାହାନ୍ତି। ଭୁବନ ତହସିଲଦାର ମଧ୍ୟ ଏକଥା ଶୁଣି ନାହାନ୍ତି। ସେ ଆଜି ଯେତେବେଳେ ଜିଲ୍ଲାପାଳଙ୍କର ଦ୍ୱାରସ୍ଥ ହେଉଛନ୍ତି, ଆମେ ମଧ୍ୟ ଜିଲ୍ଲାପାଳଙ୍କର କଥା କହିଲୁ। ମୁଁ ଭାବୁଛି ଢେଙ୍କାନାଳ ଜିଲ୍ଲାପାଳ ତ ଜଣେ ଅନଭିଜ୍ଞ ଜିଲ୍ଲାପାଳଙ୍କ ଭଳିଆ କାର୍ଯ୍ୟ କରୁଛନ୍ତି। ସେ ଜିଲ୍ଲାପାଳଙ୍କର ଉତ୍ତରଦାୟିତ୍ୱ ସଠିକ୍ ଢଙ୍ଗରେ ଲିଭଉନାହାନ୍ତି। ତା କାରଣ ହେଉଛି ଏ ଦୃଷ୍ଟିହୀନ ପରିବାର ଯେଉଁ ଭାଇମାନେ ଅଛନ୍ତି ସେମାନେ ଅଭିଯୋଗ କରିଛନ୍ତି ବିଗତ ଦିନରେ, ଆଜି ମଧ୍ୟ କଲେ, ଆମେ ମଧ୍ୟ ଦେଲୁ। କଥା ହେଉଛି ତତ୍କ୍ଷଣାତ୍ ଆଜ୍ଞା ଯେଉଁ ବ୍ୟବସ୍ଥା ଅଛି, ଗାଇଡଲାଇନ୍ ରହିଛି ମଧ୍ୟ ଯେ ତତ୍କ୍ଷଣାତ୍ ଖାଦ୍ୟ ବସ୍ତ୍ର ଯୋଗାଇବାର ବ୍ୟବସ୍ଥା ରହିଛି, ତା ସହିତ ଆପଣଙ୍କର ମିନିମମ୍ ରେଡ୍ କ୍ରସ୍ ପାଣ୍ଠିରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା କଥା। ଏ କଥା ତହସିଲଦାରଙ୍କୁ ସେ କେବଳ ରିପୋର୍ଟ ତଲବ କରିକି ବିଗତ ଦିନରେ ଯେଉଁଟା ହେଇଛି ଆଜି ମଧ୍ୟ ଜିଲ୍ଲାପାଳ ସେଇଟା କଲେ। ତେଣୁ ଲୋକ ନ୍ୟାୟ ପାଇପାରୁନାହାନ୍ତି। କିଭଳି ଭାବରେ ତାହେଲେ ଜିଲ୍ଲା ପ୍ରଶାସନ କାମ କ'ଣ କରୁଛି? ଜିଲ୍ଲା ପ୍ରଶାସନର ଉତ୍ତରଦାୟିତ୍ୱ ଲିଭେଇବା କଥା, ତା ଲିଭେଇବାରେ ବିଫଳ ହେଇଛି।